ଏଇ ନୈବେଦ୍ୟ ପ୍ରଭୁଙ୍କୁ ଦେଲା ବେଳେ ସେ ଏଇଠି ରକ୍ତ ନାହିଁ, କିନ୍ତୁ ମଙ୍ଗଳାର୍ଥକ ବଳି, ହୋମ ବଳି, ପାପାର୍ଥକ ଦୋଷାର୍ଥକରେ ବଳି ଦେବାକୁ ପଡିବ, ପଶୁକୁ ମାରିବାକୁ ପଡିବ। ଏଥିରେ ପାପାର୍ଥକ ବଳି କଣ, ଦୋଷାର୍ଥକ ବଳି କଣ? ପାପାର୍ଥକ ବଳି ଯାହା ଆମେ ମାନେ ଏଇ ସମାଗମ ତମ୍ବୁ ବାହାରେ କରୁଥିବା ପାପ, ପ୍ରତିବାସୀଙ୍କ ପ୍ରତି ଚୋରାଇବାଟା, କି ହତ୍ୟା କରିବାଟା, କି ଠକି ଦେବାଟା, କି ବିଚାର କରିବାଟା, ଅନ୍ୟାନ୍ୟ ସୋଶାଲ ପାପ ଗୁଡିକ। ଦୋଷାର୍ଥକ ବଳି କୋଟା, ଯାହା ସମାଗମ ତମ୍ବୁ ଭିତରେ କରିବା ପାପ, ପ୍ରଭୁଙ୍କର ଏଇ ବେଦୀ ପାଖରେ କରିବା ପାପ, ଏଇ ପ୍ରକ୍ଷାଳନ ପାତ୍ର ପାଖରେ କରିବା ପାପ, ବ୍ୟବସ୍ଥା ବିଷୟରେ କରିବା ପାପ, ଘଟୁଛି ନାହିଁ। ସେଇ ସବୁ ପାପ ପାଇଁ ଦୋଷାର୍ଥକ ବଳି, ଇଟ୍ସ ଡିଫରେଣ୍ଟ। ସିନ୍ ଅଫରିଂ, ଟ୍ରେସପାସ ଅଫରିଂ, ମାନେ ଦିଟା ଅଲଗା ଅଲଗା ପାପ ଅଛି। ଆମେ ବାହାରେ ଯୋଉ ପାପ କରୁ, ଆମେ ମିଛ କହୁ, ଆମେ ଠକୁ, ଆମେ ଦୁନିଆ, ଏ ସବୁ ଗୋଟେ ଟାଇପ ର ପାପ ହେଲା ବେଳକୁ, ସେବାରେ, ମଣ୍ଡଳୀରେ, ବେଦୀରେ, କି ବାଇବେଲ ଧରିକି କରିବା ପାପ ଯାକ ଅଲଗା। ଦ୍ୟାଟ ଇଜ ଟୁ ଡେଞ୍ଜରସ୍। ତେଣୁକରି ଭୟ କରିବା ଆବଶ୍ୟକ ଅଟେ। ବାହାରର ପାପ ଇଜିରେ କ୍ଷମା ମିଳିଯିବ, କିନ୍ତୁ ବେଦୀର ପାପ ଗୁଡ଼ିକ କ୍ଷମା ପାଇବାଟା କଷ୍ଟ। ମିଳିବ ମିଳିବ, ତରିକା ଢୁଣ୍ଡ। ଇମ୍ପସିବଲ କହୁନି, କଷ୍ଟ ବୋଲଛି, ଅସମ୍ଭବ ବୋଲି କହୁନାହିଁ। ଅବଶ୍ୟ ଖୈନର ଅସମ୍ଭବ ହେଇଗଲା, ଜିହୁଦାସ କରତ ବି ଅସମ୍ଭବ, ଏମାନେ କ୍ଷମା ପାଇଲେନି ତ ନାଇଁ ଆଉ। ଲୁସିଫର ବି ଅସମ୍ଭବ, ଏମାନଙ୍କର ପାପର କ୍ଷମାର ଚାନ୍ସ ନାହିଁ ଆଉ। ପ୍ରଭୁ କୋଉ ପାପ ହେଲେ ବି କ୍ଷମା କରିଦିଅନ୍ତି, ଏମିତି ନିରୀହ ହେଇକି ଆପଣ ଡାଇଲଗ ଛାଡନ୍ତୁ ନାହିଁ। ବାଇବେଲର ପ୍ରମାଣ ଦେଖାଇବାର। କେତେ ଲୋକ କ୍ଷମା ପାଇନାହାନ୍ତି। ସେ ବିଷୟରେ ପରେ କହିବି। ବର୍ତ୍ତମାନ ପଏଣ୍ଟ କଣ, ମାନେ ରାଜୀ ଭାଇ ଡରାଉ ନାହାନ୍ତି, ଆପଣଙ୍କ ମ୍ୟାଟର କହୁଛୁ, ବୁଝିଲେ କି? କେତେ ଦିନ ଲୁଚାଇବୁ କୁହନ୍ତୁ? ଜଣେ ଲୋକଙ୍କୁ କ୍ୟାନ୍ସର ହେଇଗଲା ବୋଲ, ପ୍ରଥମେ କିଏ ଜାଣିବେ? ଘର ଲୋକ ଜାଣିବେ, ପେସେଣ୍ଟ କୁ କହିବେନି, କାରଣ ସେ ସାଙ୍ଗେ ସାଙ୍ଗେ ଟେନସନ ହେଇଯିବେ ବୋଲି। ଘର ଲୋକ କହିବେ ତାଙ୍କୁ କ୍ୟାନ୍ସର ହେଇଛି, କେମିତି ଗୋଟେ 5 ମାସ ମାତ୍ର ବଞ୍ଚିବ ବୋଲିଲା ବେଳକୁ ଘର ଲୋକ ଟେନସନ। ସେ ପଚାରିବେ କଣ ଡକ୍ଟର କଣ କହିଲେ? ନାଇଁ କିଛି ନାହିଁ, ନାଇଁ କିଛି ନାହିଁ, ମୁଁ ଲେଉଥିବୁ ଆମେ। ପଏଣ୍ଟ ହେଲା କେତେ ଦିନ ଲୁଚେଇବୁ ତାଙ୍କୁ କ୍ୟାନ୍ସର ହେଇଛି କି କଣ ଗୋଟେ ହେଇଛି ବୋଲି? ସେ ଖାଲି 5 ମାସ ହେଇକି 2 ମାସ ବଞ୍ଚିବ ବୋଲି ତାକୁ କେତେ ଦିନ ଲୁଚେଇବୁ? ଗୋଟେ मासे लुचाइबू, 2 मास लुचाइबू, तापर तो जानिबो ना हो। तो कुछ डेंजरस चीज है ना कभी लोग जानना जरूरी है। आमे ସେହି ଏଣ୍ଡିଂ କୁ ଆସିଛୁ, ସେଇ ଶେଷ ଅବସ୍ଥାକୁ ଆସିଛୁ ବୋଲି ଜଣାଅଛି ଆପଣଙ୍କୁ। ଏବେ ହେଲେ ନ ଜାଣିଲେ କେବେ ଜାଣିବେ? ଅଲଗା ଲୋକମାନେ ଖାଲି ତୁମେ ଯେତେ ପାପ କରିଲେ ମୋତେ ଛଳିବ ଚଳିବ ବୋଲି ସେ ମିଛ ଉପରେ ମିଛ, ମଖନ ଉପରେ ମଖନ ଲଗାଇ ବସିଲା ବେଳକୁ ଲୋକମାନଙ୍କର ପରିବର୍ତ୍ତନ ହେବାର ଚାନ୍ସ କୁଆଡେ ମିଳିଲା ଆଉ? କିଛି ନାହିଁ ପୁଣିରେ ବୋଲି ହଉଛନ୍ତି ଯାହା, କିନ୍ତୁ ନାଇଁ ବିଚାର ଅଛି। ତ ସଲ୍ୟୁସନ କଣ? ସଲ୍ୟୁସନ ସମାଧାନ କଣ? ଗୋଡ ଧର ପରା। ସେଟା ଏଇ ଲାଷ୍ଟ କ୍ରୁଶର ଚୋର ଶେଷ ମୁହୂର୍ତ୍ତରେ ଯାହା କ୍ଷମା ମାଗିଲା ବୋଲି ଆମେ କହୁ, ତା କୋଟା ଏବେ ନୁହେଁ କି? ଏବେ ନୁହେଁ କି? ନାଇଁ ମରଲା ବେଳେ, ତୁମେ କେବେ ମରିବ କାହାକୁ ଜଣା? ଏବେ ମନେ ପଡିଲା ଅଙ୍କ ପାପର କ୍ଷମା ମାଗିବାର ଅଛି ରେ ବୋଲି ମାଗିଦେବାର, ବୁଝିଲେ କି? ମତେ ବି ମୋ ଲାଇଫରେ ମୋ ଛୋଟ ବେଳର କେତେକ ବିଷୟ ଯେତେବେଳେ ମତେ ମନେ ପଡେ, ଏବେ ବି କ୍ଷମା ମାଗିବ। କ୍ଷମା ପାଇସାରିଛି, ଆକ୍ଚୁଆଲି ପରିତ୍ରାଣ ପାଇସାରିଛି, କିନ୍ତୁ ମନେ ପଡିଲା ମାନେ ସାଙ୍ଗେ ସାଙ୍ଗେ ପ୍ରଭୁ ଗୋଡ଼ ଧରି କ୍ଷମା ମାଗିବାର। ମନେ ପଡେ ସ୍କୁଲରେ ଜଣେ ପିଲାର ପକେଟରୁ କେତେ ଚକଲେଟ ଉଠେଇ ଦେଇଥିଲି, ମୋର ସାଙ୍ଗ ମାନଙ୍କର କରୁଥିଲେ। ସେ ମଝିରେ ମନେ ପଡିଲା ବେଳକୁ ଏତେ ଖରାପ ଲାଗିଲା ମତେ, ମାନେ କି ଚାଲାକିରେ କରିଥିଲୁ ଆମେ ଦିଟା ସାଙ୍ଗ ହେଇକି ତାକୁ ଡାକି ନେଇକି।
बाथरूम को तार बापा किଣି ଦେଇଥିଲେ 5 स्टार को ଏବେ ବି ମତେ ଏମ୍ବାରାସିଂ ଲାଗୁଛି छी है छोटे बेले जने आंटी घर को आसी 5 टଙ୍କା देले अंडा नहीं कि जा बाबू घरे बोले से पैसा रे सिनेमा देखिबा पळैଥିଲି ପରେ ମନେ ପଡିଲା ମତେ ମାନେ କେବେ କେବେ ଆମେ ମନ ପରିବର୍ତ୍ତନ କଲା ବେଳେ ଏଟା ସବୁ ମନେ ନଥିବ କିନ୍ତୁ ଯାହା ପ୍ରଭୁ ପାପ କରିଛି କ୍ଷମା କରିବୁ ପ୍ରଭୁ କ୍ଷମା ବି କରିସାରିଛନ୍ତି ଆଉ ଆମେ ବାପ୍ତିସ୍ମ ହେଇଛୁ ନର୍ମାଲ ହେଇଛୁ ଏବେ ଏବେ ଆମେ ସେବାରେ ଶିଖିଲା ପରେ ଆମେ ସବୁ ଇଏ କଲା ବେଳେ କେତେବେଳେ କାହାର ବିଷୟ କିଛି କହିଲା ବେଳକୁ ମତେ ଏଇ ସବୁ ମନେ ପଡେ ମୁଁ ବି ଏମିତି କାମ କରିଥିଲି ବୋଲି ସାଙ୍ଗେ ସାଙ୍ଗେ ଆଣ୍ଠୁ ପଡେ ପ୍ରଭୁ ସୁଦିନ ସେ ଆଣ୍ଟି ଆଉ କୁଆଡେ ଥିବେ କି ପଳେଇଲେ ପ୍ରଭୁଙ୍କ କୋଳ ପାଖକୁ ମନେ ପଡିଲା ମାନେ ମତେ ଏମ୍ବାରାସିଂ ଫିଲ୍ ଲାଗେ ଠିକ କଣ ଛି ଏମିତି କଣ କେମିତି କାମ କରିଦେଲି ମୁଁ ନିଜକୁ ମତେ ମୋର ମୁହଁ ଦର୍ପଣ ଦେଖିବାକୁ ଲାଜ ଲାଗୁଥିବ କେତେଟା କାମ ସେମିତି ବୁଝିଲେ ଦିସ୍ ଇଜ ଦ ଫିଲିଂ ଆକ୍ଚୁଆଲି ପ୍ରଭୁଙ୍କୁ କଣ ଦରକାର କ୍ଷମା କରିସାରିଛନ୍ତି କିନ୍ତୁ ଗୋଟେ ପାପ ମନେ ପଡିଲେ ଆମେ କେମିତି ରେସ୍ପଣ୍ଡ ହେବୁ କହିଥିଲେ ଆପଣ ମାନଙ୍କୁ ଝିଲ 36 31 ପାଶିବାର ନାହିଁ ଆମ୍ଭ ମାନଙ୍କର ସେହି ପୁରାତନ ପୂର୍ବତନ ସବୁ ଦୋଷ ମନେ ପଡିଲା ବେଳକୁ ଆମେ କେମିତି ଫିଲ୍ କରୁ ପଢିଥିବ ଆଲଫା ଅଛି 36 31 जेहिजकेल अल्फा नहीं शरणदीप प्रेज द लॉर्ड सर। बाबू प्रेज द लॉर्ड 36 31 जेहिजकेल से ସମୟରେ ତୁମ୍ଭେମାନେ ଆପଣା ମାନଙ୍କର ମନ୍ଦ ଆଚରଣ ଓ ଯାହା ଉତ୍ତମ ନଥିଲା ଏପରି କ୍ରିୟା ସକଳ ସ୍ମରଣ କରିବ। ଆଉ ତୁମ୍ଭେମାନେ ଆପଣା ମାନଙ୍କର ଅଧର୍ମ ସକାଶୁ ଓ ଆପଣା ମାନଙ୍କର ଘୃଣାଯୋଗ୍ୟ କ୍ରିୟା ସକାଶୁ ଆପଣା ମାନଙ୍କର ଦୃଷ୍ଟିରେ ଆପେ ଘୃଣାସ୍ପଦ ହେବ। प्रेज द लॉर्ड କାହାର ଦୃଷ୍ଟିରେ ଘୃଣାସ୍ପଦ ଆପେ ଆପଣ ଦୃଷ୍ଟିରେ ଘୃଣାସ୍ପଦ ହେବ ଘୃଣା କରିବ you will hate it and you will hate yourself छी ମୁଁ ଏମିତି କାମ କେମିତି କରିଦେଲି ପ୍ରଭୁ छी ଏମିତି ପ୍ରଭୁ କ୍ଷମା କରି ସାରିଛନ୍ତି ଯୁଗ ବିତିଗଲା ବୋଲ ତେଣୁକରି ପ୍ରଭୁ ଅନୁଗ୍ରହ କଲେ ପବିତ୍ର ଆତ୍ମା ଦେଲେ ବାକ୍ୟ ଦେଲେ ସେବା ବି ଦେଲେ ଆଶୀର୍ବାଦ ବି କଲେ ସବୁ କଲେ ପ୍ରାର୍ଥନା ବି ଶ୍ରବଣ ହେଲେ ବି କେତେବେଳେ କେତେବେଳେ ମନେ ପଡିଯାଏ ଗୀତ ସଙ୍ଗୀତା ନା ଗୀତ ରଚକ ବି କହନ୍ତି ବାଲ୍ୟ କାଳରୁ ମୁଁ ଯେଉଁ ଦୋଷ କଲି ମତେ କ୍ଷମା କର ବୁଢା ହେଲା ପରେ ଏଇଟା କି ଦରକାର ଏବେ ଦରକାର ପଡୁଛି କେବେ କେବେ କଣ ପାଇଁ ପ୍ରଭୁ ଆମର କଣ କହିବି ପ୍ରତିକ୍ରିୟା ଦେଖନ୍ତି ମନେ ପଡିଲେ କେମିତି ମସ୍ତ କରଲୁ ନାଇଁ କିରେ ସେଦିନ ବୋଲି ହେଉଛୁ ନା ଛି ଫିଲ୍ କରୁଛୁ ଯେ ମନ ପରିବର୍ତ୍ତନ କରିଥିବା ଏକ ମାଂସମୟ ହୃଦୟର ଗୁଣ ଏଇଟା ହୃଦୟ କଠିନ ନାହିଁ ସଫ୍ଟ ହେଇଯାଇଛି ବୋଲି କହିଲେ ଆପଣଙ୍କୁ ଏମିତି କାମ ମନେ ପଡିଲା ବେଳକୁ ଆପଣଙ୍କୁ ଛି ଲାଗିବ ସେ କେମିତି ହଉଥିଲେ କିନ୍ତୁ ଭାଇ ମାନଙ୍କୁ ଦେଖେ ମନ ପରିବର୍ତ୍ତନ କଲା ପରେ ମଦୁଆ ଲୋକ ପରିବର୍ତ୍ତନ କୁହନ୍ତି ମୁଁ ଜଣଙ୍କ ଭାଇଙ୍କର ସାକ୍ଷ୍ୟ ଶୁଣୁଥିଲି କାନ୍ଦି ପକା ମୋ ସ୍ତ୍ରୀକୁ କେତେ ପିଟିଲି ଆଜ୍ଞା ବୋଲି କାନ୍ଦି ପକଉଥିଲେ ଷ୍ଟେଜରେ ସେ ପରିବର୍ତ୍ତନ ହେଇସାରିଲେ ସେ ତାଙ୍କ ସ୍ତ୍ରୀ ବି ମାଫ କରି ସାରିଲା ତଥାପି ତାଙ୍କୁ ମନେ ପଡିଲା ବେଳକୁ ସେ କେମିତି ଫିଲ୍ କରୁଛନ୍ତି ମାନେ ଏତେ ଭଲ ସ୍ତ୍ରୀ ମୋର ସ୍ତ୍ରୀକୁ କେମିତି ମାରିଲି କେମିତି ପିଟିଲି ଏ ବୋଲି ଛି ଫିଲ୍ କରୁଥିଲେ ଦିସ୍ ଇଜ ରିଏଲ ରିପେଣ୍ଟେନ୍ସ ଆକ୍ଚୁଆଲି ହିଲିଂ ନହେଲେ ବି କ୍ୟାନ୍ସରରେ ମରଲେ ମରିବା କିନ୍ତୁ ମନ ପରିବର୍ତ୍ତନ କରିକି ମରିବା ଆଜ୍ଞା ଦିସ୍ ଇଜ ରିଏଲ ରିପେଣ୍ଟେନ୍ସ ଆକ୍ଚୁଆଲି ଯାହା ଆଜିକାଲି ଏ ସଭା ମାନଙ୍କରେ ଦେଖିବାକୁ ମିଳୁନାହିଁ ତ ସେ ଆଜ୍ଞା ଅଛନ୍ତି ନା ନାଇଁ ଜଣେ ବହୁତ ଓଲ୍ଡ ଥିଲେ ପଳେଇଥିବେ ପ୍ରଭୁଙ୍କ କୋଳକୁ ଯେ ପ୍ରଭୁଙ୍କ କୋଳକୁ ଯାଇଥିବେ ନିଶ୍ଚୟ ଆଇ नो 2 ମିନିଟର ତାଙ୍କୁ କି ଦରକାର ମୋଠୁ କେତେ ବୟସ୍କ ବଡ ଲୋକ
କେତେ ବଡ ବୟସ୍କ ସେବକ ବକ୍ତାଙ୍କୁ ସେ ସହିତ ହ୍ୟାଣ୍ଡଶେକ୍ ମିଶାଇଥିବେ, ପ୍ରାର୍ଥନା ବି କରାଇଥିବେ, ଘରକୁ ନେଇକି ଖାଇବାକୁ ବି ଦେଇଥିବେ। प्रॉब्लम बड़े लोग हैं, बड़े लोग हैं। କିନ୍ତୁ ମୁଁ ଚର୍ଚ୍ଚରୁ ବାହାର ଗଲା ବେଳକୁ ମୋ ପାଖକୁ ଆସି ମୋ ଭଳି ଗୋଟେ ପିଲାଙ୍କ ପାଖରେ ପାପ ସ୍ୱୀକାର କରିବା ଆବଶ୍ୟକ ତାଙ୍କୁ ନଥିଲା। ୟୁ ନୋ ଦ୍ୟାଟ ମୋ ପାଖରେ କହିବା ଦରକାର ମୁଁ ଗୋଟେ ବିଷୟ ହେଇଛି କି ନା କଣ ଗୋଟେ ବଡ ଭାଓବାଦୀ ହେଇଛି ନା କଣ ଗୋଟେ ବଡ ସ୍ପିକର ହେଇକି ଆସିଛି, ଗୋଟେ ପିଲା ଆସି ବୋଲିଲା ପରି ତ ଥିଲା ହିଁ। ତ ମୋ ପାଖରେ ସେ ଆସିକି ମୋଠୁ ବୟସ୍କ ଲୋକ ଆସି ସ୍ୱୀକାର କରିବି ବୋଲି ବା ତାଙ୍କର ହୃଦୟରେ ଯୋଉ ଚେତନା ଆସିଲା କିଏ ଦେଇଛନ୍ତି, କିଏ ଦେଇଥିବେ? ଅବଭିୟସଲି ପବିତ୍ର ଆତ୍ମା। କି କେତେ ଦିନ ବଞ୍ଚିବେ ତାଙ୍କର କଥା ଆମକୁ ଜଣା ନାହିଁ, କିନ୍ତୁ ପବିତ୍ର ଆତ୍ମା ପ୍ରଭୁ ଇଚ୍ଛା କଲେ ଏ ଆଜ୍ଞାଙ୍କର ଆତ୍ମା ବି ନଷ୍ଟ ନ ହେବ ବୋଲି ମୋ ପାଖରେ ସ୍ୱୀକାର କରିବା ଦରକାର, ମୋ ପାଖରେ କାନ୍ଦିବା ଦରକାର ନାହିଁ, ଆଉ ମୋ ପାଖରେ ଥରିବା ଦରକାର ବି ନଥିଲା। ସେ ବି କହିଥାନ୍ତେ କେତେ ଦୂର ସତ ଏଇଟା ଏଇଟା ମିଛ କଥା ବୋଲି, ହୃଦୟ କଠିନ କରିଥାନ୍ତେ କି ନାହିଁ? କରିପାରିଥାନ୍ତେ, ତାଙ୍କୁ କଣ ଗଲା। କିନ୍ତୁ ସେ ସେମିତି ନେଗେଟିଭଲି ରିଆକ୍ଟ କଲେନି, ପଜିଟିଭଲି ରିଆକ୍ଟ କଲେ। ଆଉ ମୁଁ ବି କଣ କହିଥାନ୍ତି, ହଁ ମଣ୍ଡିରେ ପଇସା ଖାଇଦେଲ ହେଲେ ନରକ ଯିବ କହିଥାନ୍ତି କି? ଜାଣିଛି ଆମେ କଣ ପାଇଁ ପ୍ରଚାର କଲୁ। ରିପେଣ୍ଟ, ଅନୁତାପ କର, କ୍ଷମା ନିବେଦନ କର, ଭୁଲି ଯାଅ। ସତରେ କି ଆଠର କଣ କରିବେ ଏ ବୟସରେ? ମଣ୍ଡିରେ କେତେ ଲକ୍ଷ ଖାଇ ଦେଇଛି କି ସବୁ ଘର ଦ୍ୱାର ବିକି ଦେଇକି ଆଣିବେ କେବେ ଯକ୍ଷଙ୍କ ପରି ବିଚାରା? ଦରକାର ନାହିଁ, ଏବେ ବଳ ନାହିଁ, ସେ ଫେରାଇ ପାରିବାର ବଳ ନାହିଁ। ଘରେ ଜାଣିଛନ୍ତି କି ନ ଜାଣିଛନ୍ତି ବେଚାରା। ତ ପାଷ୍ଟର ପାଖରେ ସ୍ୱୀକାର କର, କମିଟି ପାଖରେ ସ୍ୱୀକାର କର, ଫ୍ୟାମିଲି ପାଖରେ ସ୍ୱୀକାର କର, ସବୁ ପଇସା ଫେରାଇ ଦିଅ, ତାହେଲେ ଯାଇକି ସ୍ୱର୍ଗ ଯିବ ବୋଲି କହିବି କି? ଚୋର ପରି ପରିବର୍ତ୍ତନ ମାନେ ଏଇଟା लास्ट मोमेंट। रियल रिपेंटेंस कुछ करने की जरूरत नहीं है। सॉरी प्रभु उठे कथा सॉरी प्रभु से बेचारा ଯିବେ ସ୍ୱର୍ଗକୁ, କିନ୍ତୁ ସେ ଅଭିଶାପ ତାଙ୍କର ଫ୍ୟାମିଲି ଭୋଗିବ ନା ନାହିଁ ସେଟା ମୁଁ ଗ୍ୟାରେଣ୍ଟି ଦେଇପାରିବି ନାହିଁ। ତେଣୁକରି ଜାଗ୍ରତ, ଏମିତି ନାହିଁ କି ଆମେ ଖାଇଦେଲୁ ଆଉ ରାଜୀବ ଭାଇ କହିଲେ ଲାଷ୍ଟ ମୋମେଣ୍ଟ କ୍ଷମା ମାଗିଦେଲେ ଆଉ ମିଳିଯିବ, ମିଳିଯାଇପାରେ ସତରେ ପ୍ରଭୁ ଗୋଡ଼ ଧରିଲେ ମିଳିଯାଇପାରେ, କିନ୍ତୁ ସେଇ ଅପରାଧ ବଂଶ ଉପରେ ଆସିଲେ କିଏ ବଞ୍ଚାଇବ? ଏଇଟା ପାଇଁ ଜାଗ୍ରତ କର ନାହିଁ ବୋଲି କହିବାର। ସଦା ସମାଗମ ତମ୍ବୁର ଦୋଷ ବଂଶ ଅନୁକ୍ରମେ ଆସିବ। ତୁମ ସଦା ପ୍ରଭୁଙ୍କର ନାମ ଅସାରତାରେ ଯଦି ବ୍ୟବହାର କରିବ ତାହେଲେ ତୁମର 4 ପୁରୁଷ ପର୍ଯ୍ୟନ୍ତ ତାହାର ଦଣ୍ଡ ଭୋଗିବ ବୋଲି 10 ଆଜ୍ଞା କହିଲେ କି ନାହିଁ? ଅନ୍ୟ କୋଉ ବିଷୟରେ କହିଲେ ନାହିଁ ସେମିତି ବହୁତ ରେयर। ଆଉ ଦେଖନ୍ତୁ ଦେଇ ସବୁ ସମାଗମ ତମ୍ବୁର ସେବା, ବେଦୀ, ବଳି ଏଇ ସବୁ ଜିନିଷର ଅଭିଶାପ ହିଁ ବଂଶାନୁକ୍ରମେ ଯିବ ବୋଲି କୁହାଯାଇଛି। ତେଣୁକରି ଆମର କର୍ତ୍ତବ୍ୟ କଣ, ମାନେ ଯେପରିକି ଆମ ବଂଶ ଆମର କଣ ଗଲା, ମୁଁ ତ ବୁଢା ହେଇଗଲି ମରିକି ପଳେଇବି, ମୋର ପିଲାମାନେ ନାତି ନାତୁଣୀ ମାନେ ତାହା ନ ଭୋଗନ୍ତୁ ବୋଲିଲା ପରେ ଆମେ ଈଶ୍ୱରଙ୍କର ଭୟରେ କାମ କରିବାର ଅଛି। ଗେହାଜି ଏଲିଶାଙ୍କ ପାଖରେ ମିଛ କହିଲାରୁ ତାଙ୍କର ପରିବାର ସବୁ କୁଷ୍ଠ ରୋଗ ଆସିଗଲା। ତାଙ୍କୁ ଜଣକୁ ଆସି ଯାଇଥାନ୍ତା ବେଚାରା, ସେ ପରା ଭୁଲ କରିଛି ନା ତାଙ୍କର ସ୍ତ୍ରୀଙ୍କୁ ବି ଆସିଗଲା। ଏଇଟା ସବୁ ବାଇବେଲକୁ ଯଦି ବିଶ୍ୱାସ କରୁଛନ୍ତି କି ଆପଣମାନେ ନା ନାହିଁ? ନା ନୂତନ ନିୟମରେ ବି ଦେଖାଇବାର ଏଟା ପୁରାତନ ନିୟମ, ନୂତନ ନିୟମରେ କିଛି ନାହିଁ, ପ୍ରଭୁ ଅନୁଗ୍ରହ କରି କ୍ଷମା କରିଦେଲେ ତ ଅନନ୍ୟ ସଫେରେ କଣ ପାଇଁ ମରିଲେ କହୁନାହାନ୍ତି? ତା ନୂତନ ନିୟମ ନଥିଲା କି? ଜୁହ ଦେଶ କଣ ପାଇଁ ସୁସାଇଡ କଲା? ନୂତନ ନିୟମ ନଥିଲା କି? ତାଙ୍କ ପ୍ରଭୁଙ୍କୁ ବିକିଦେଲା ଯେ। ତେଣୁକରି ଏତେ ବି ଖାଲି ଆଶିଷ ଆଶିଷ ଆଶିଷର ପ୍ରଚାର ଶୁଣି ଶୁଣି ଲୋକ ଭାବୁଛନ୍ତି ବାଇବେଲ से खाली आशीष छोड़ा କିଛି ନାହିଁ ବୋଲି। इसलिए हम एंटर हुए हैं, मैं इसलिए एंटर हुआ। ଆପଣ ଦୁଇ ପଟର ବି ଦେଖାଇବି ବାଇବେଲ ବୋଲି କିଛି ନାହିଁ, କ୍ଷମା, ଆଇ ଏମ୍ ସରି ପ୍ରଭୁ, ଏତିକି କଥା କରିବାର ନଥିବ। 5 ଟଙ୍କାର ଅଣ୍ଡା ଘରକୁ ନ ନେଇ 5 ଟଙ୍କାର ସିନେମା ଦେଖିବାକୁ ପଳେଇଥିଲି ଛୋଟ ବେଳେ, ଏବେ ମନେ ପଡିଲାରୁ ମତେ କେତେ ଏମ୍ବାରାସିଂ ଲାଗୁଛି, ସେମିତି ଲାଗିବା କଥା ବୋଲି କହୁଛି ମୁଁ। ଛୋଟ ପୁଅର ପକେଟରୁ ଚକଲେଟ ଚୁରାଇ ଦେଲି, ଯାହା ଏବେ ମନେ ପଡିଲାରୁ
ବଡ କଥା କିଛି ନାହିଁ, ତାର କି କ୍ଷତି ହେଇଛି ଯେ ତଥାପି ଯୋଉ ସେ ଦେଖୁଥିବ ବେଚାରା ଯେମିତି ହେଇକି ଚକଲେଟ ଡାଡି କିଣି ଦେଇଛନ୍ତି, ଦେଖୁଥିବ କୁଆଡେ ଗଲା ସେଟା ଦେଖିଲେ ମତେ ଏବେ ବି କଷ୍ଟ ଲାଗୁଛି, କଣ ଏଇ କାମ ଯାକ କଲି ବୋଲି। ହାଉ ଏମ୍ବାରାସିଂ ଇଜ ଦିସ୍। ସେ ଫିଲିଂ ଟା କିଏ କିଛି କହିବେ ବି ନାହିଁ, प्रभु भी कुछ कहिबे नहीं, तथापि वी हम ନିଜକୁ କୋସते हैं ଏମିତି କରିବାର ନଥିଲା। ପ୍ରଭୁଙ୍କୁ ଯେତେବେଳେ ଆମେ ଦେଖୁ ନା ତାଙ୍କର ଆଗମନ ବେଳେ ଏସବୁ ମନେ ପଡିବ, ଆଉ ସେତେବେଳେ ମନେ ପଡିବ ଆମେ ମୁହଁ ଦେଖାଇ ପାରିବୁନି, ଆମେ ତାଙ୍କୁ ସବୁ ତାଙ୍କ ଆଖି ସାମ୍ନାରେ ଦେଖାଯିବ। ତେଣୁ କରି ସେମିତି ତାଙ୍କର ମୁଖରେ ଆମ ମାନଙ୍କର ଗୁପ୍ତ ପାପ ଯେପରି ଦେଖା ନ ଯାଉ ଏବେଠୁ କ୍ଲିୟର କରିବା, ଏବେ ସଭା କରିଦେବାର, ଯେପରି ତାଙ୍କ ମୁଖର ଦର୍ଶନ ଆମେ କରୁ ଯେତେବେଳେ ସାହସରେ ଯାଇପାରୁ, ସାହସ ଡେରିଂଲି। ପ୍ରଭୁ କିଛି କହିବେ କି ହଁ କିଛି ଲୁଚାଇଥିଲ ତାହେଲେ କହିବେ ବୋଧେ, କି ଜାଣି ଲୁଚି ବାଟ ନଥାଉ କିଛି ବୋଲିବାଟ। ପ୍ରେଜ ଦ ଲର୍ଡ। ଚକ୍ଷୁ ବନ୍ଦ କରି ପ୍ରାର୍ଥନା କରିବା। କଣ ଆମର ପ୍ରଚାରର ଲକ୍ଷ୍ୟ କଣ? ପାତଳ ବିଷୟ କହୁଛି କି ମହାକ୍ଲେଶ ବିଷୟ କହୁଛି କି ଆଗମନ ପରିତ୍ୟକ୍ତ ହେଇଯିବେ ବୋଲି କହୁଛି, କଣ ପାଇଁ କହୁଛି? ପରିତ୍ୟକ୍ତ ହେଇଯାଆନ୍ତୁ ବୋଲି କହୁଛି କି ମାନେ ବିନଷ୍ଟ ହେଇଯାଆନ୍ତୁ ସମସ୍ତ ନରକ ପଳାନ୍ତୁ ବୋଲି କହୁଛି ନା, କ୍ଷମା ମାଗିବାର ସୁଯୋଗ ଏବେ ବି ଅଛି ବୋଲି କହୁଛି, ଅନୁଗ୍ରହ ଏବେ ବି ମିଳିବାର ସୁଯୋଗ ଅଛି ବୋଲି କହୁଛି, ଆପଣ ମାନଙ୍କୁ ଦୟା ଦେଖାଇବା ପାଇଁ ପ୍ରଭୁ ଏବେ ବି ରେଡି ଅଛନ୍ତି ବୋଲି କହୁଛି। ବୁଝିପାରୁନାହାନ୍ତି କଣ? ସିମ୍ପଲ ପ୍ରାର୍ଥନା, ଆଖିରେ ଦି ଟୋପା ପାଣି ଟିକେ ବାହାରୁ, ଓ ପ୍ରଭୁ ଆଇ ଏମ୍ ସରି, କରିବାର ନଥିଲା ପ୍ରଭୁ, ଆଇ ଏମ୍ ସରି ପ୍ରଭୁ, ଆଇ ଏମ୍ ସରି। ତାଙ୍କ ଗୋଡ ଧରିକି ଦି ଟୋପା ପାଣି ବାହାରିଲା ପରେ କାନ୍ଦନ୍ତୁ ପରେ, ଓହ ଆଖିରୁ ପାଣି ବାହାରିଲା ମାନେ ହୃଦୟକୁ ପ୍ରଭୁ ତାଙ୍କର ପବିତ୍ର ଜଳରେ ଧୋଇଦେଲେ ବୋଲି ଅର୍ଥ। ଆଖିର ପାଣିର ଅର୍ଥ ଜାଣିଛନ୍ତି ଆପଣ? କ୍ଲିନିଂ ଅଫ ହାର୍ଟ। ଆଖିର ପାଣି ବାହାରିଲା ଭଳି କାନ୍ଦି କାନ୍ଦି ଅଶ୍ରୁପାତ ସହ ଯଦି ଆପଣ ମାନେ ଅନୁତାପ କରିବେ, ହୃଦୟ ସେଇ ପାଣିରେ ଧୋଇ ହେଇଯିବ, ହୃଦୟ କ୍ଲିନ ହେଇକି ସେ ମଇଳା ପାଣି ସବୁ ବାହାରି ପଡୁଛି ବୋଲି ଅର୍ଥ। ବ୍ଲେସିଂ ଅଫ ଟିୟର୍ସ। ଖାଲି ମୋ ସ୍ୱାମୀ ଏମିତି କହିଲା, ମତେ ସେ ସେମିତି କହିଲେ, ଏଟା ପାଇଁ କାନ୍ଦିବା ଛାଡି ଦିଅନ୍ତୁ, ଏବେ ନିଜର ପାଇଁ କାନ୍ଦିବା। What a sweet God we have ଆଜ୍ଞା। ଯେତେ ବିଚାର ବିଷୟ କହିବି କି କଣ କ୍ରୋଧ ବିଷୟରେ କହିବି, ତାଠୁ ଅଧିକ ଡବଲ ପ୍ରେମକାରୀ ସେ, ଦୟାଳୁ ସେ। ଆମେ ସେ ଜାଣିନାହାନ୍ତି କି ଆମର ହାଲତ, ଆମେ ନିରୀହ, ଆମେ ପାପୀ, ଆମେ ଦୁର୍ବଳ, ଜାଣିଛନ୍ତି ସେ। ଏମିତି ନାଇଁ କି ସେ ସ୍ୱର୍ଗରେ ବସି କହୁଛନ୍ତି ପବିତ୍ର ରହିବାର ଆଉ ନହେଲେ ନାହିଁ ବୋଲି, ନରକ ଯିବ ବୋଲି, ନା ନା, ସେ କହୁଛନ୍ତି, ଆସିକି ଆମକୁ ହେଲ୍ପ ବି କରୁଛନ୍ତି, ଆମ ପକ୍ଷରେ ନିବେଦନ ବି କରୁଛନ୍ତି, ହାତ ଧରିକି ଉଠାଉ ବି ଛନ୍ତି, ଚଳାଉ ବି ଛନ୍ତି, हर कुछ वो कर रहे हैं। इतना सब कुछ पाके भी क्यों हम विनाश होंगे? एते महान प्रेमिक दयालु परमेश्वर को पाई भी आम कहीं विनष्ट हेबा बोली कहूँ। प्रेज द लॉर्ड। प्रार्थना करिबा। आज मीटिंग सरला परे आपण माने जेते जण हृदय किछिटा जदि गुप्त पाप को केते वर्ष तळर गोटे छोट विषय मने पडुछि, जदि काहा किछ कहि दैछन्ती, काहा किछ क्षति करिसन्ती, माँ बापा पैसा चुराई देइछन्ती, का के जानन्ते पर्यंत प्रभु को पाके जाई कहि दियंतु, मने पडुछि माने प्रभु को पाके स्वीकार कर दियो। अब माँ कहतु प्रभु किछ जदि मु ए पर्यंत अस्वीकृत पाप किछ अछि कि मते देखाओ, मते मने पकाओ प्रभु, आई एम सॉरी। जस्ट यू नो यू हैव टू से सॉरी, बस एतकी, आई एम सॉरी प्रभु, केबे भी करिवे नहीं, केबे करि मते तो इच्छा लागु नहीं, मते तो मु करली बोलिबा कथा ही मते पसंद लागु नहीं, कुआडे करबा उथर। आई एम सॉरी प्रभु, आई शुडंट डू दिस, ऐसा करना नहीं करना था मुझे। ओ माय गॉड, केते खुशी हे जानती प्रभु, केते खुशी हे जानती आज्ञा। जने पापी मन परिवर्तन करिवार बहुत खुशी आज्ञा, बहुत खुशी।